ସମସ୍ତଙ୍କୁ ନମସ୍କାର। ଆଶା କରେ ଆପଣମାନେ ସମସ୍ତେ ଭଲ ଥିବେ, ଖୁସିରେ ଥିବେ ପ୍ରଭୁଙ୍କ ଆଶୀର୍ବାଦ ଅନୁଗ୍ରହରୁ। ତ ବହୁତ ଦିନ ହେଲା ମୁଁ ଭିଡିଓ କରିପାରୁନଥିଲି ବା କରିନଥିଲି, ତାର ବିଶେଷ କିଛି କାରଣ ଥିଲା ସେଥିପାଇଁ। ଆଉ କାଲି ମୁଁ ଗୋଟେ ବ୍ଲଗ ଟା ଅପଲୋଡ କରିଥିଲି ଯୋଉଟା କି ଆଉ ନୂଆ ବାଇକ୍ ମୋର ମୁଁ କିଣି ପାରିଲି। ସେଟା ହଉଛି ପ୍ରଭୁଙ୍କର ଅନୁଗ୍ରହ ଆଉ ପ୍ରଭୁଙ୍କ ଆଶୀର୍ବାଦ ବିନା ମୁଁ ସେଇଟା କେବେ ବି କରିପାରିନଥାନ୍ତି। ଆଉ ପ୍ରଭୁ ମତେ ସୁନ୍ଦର ବାଇକ୍ ଗୋଟେ ଯୋଗେଇ ଦେଲେ, ସେଥିପାଇଁ ମୁଁ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦିଏ ଯେ ପ୍ରଭୁ ଆଉ ଏତେ ଅନୁଗ୍ରହ କଲେ ମୋ ଉପରେ, ଆଉ ମୋ ପ୍ରାର୍ଥନା ଶୁଣୁଛନ୍ତି, ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଦିଏ ଆଉ ଖୁସି ହୁଏ। ତ ଆଜିଠୁ ଆମେ ଷ୍ଟାର୍ଟ କରିବା ଆଉ ବାଇବଲକୁ ପଢିବା ଏବଂ ପ୍ରଭୁଙ୍କ ଆରାଧନା କରିବା। ଛୋଟ ଗୀତ ମାଧ୍ୟମରେ ହଉ ଆଉ ଅଳ୍ପ ବାକ୍ୟ ପଢିବା ଏବଂ ଗୋଟେ ଛୋଟ ଗୀତ ଗାଇବା, ଏଇଟା ହିଁ ରେଗୁଲାରି ଚାଲିବ। ଆଉ ଯଦି ଭିଡିଓ ପସନ୍ଦ ଆସିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବେ। ତ ଆସନ୍ତୁ ଆମେ ବାକ୍ୟ ପଢିବା। ଆଜିଠୁ ଷ୍ଟାର୍ଟ କରିବା ଆମେ, କିନ୍ତୁ ଆମେ ମାନେ ପଢିବା ମାଥ୍ୟୁ ପୁସ୍ତକରୁ ଆରମ୍ଭ କରିବା। ଚାଲନ୍ତୁ ବାକ୍ୟ ପଢିବା। ମାଥ୍ୟୁ ପୁସ୍ତକ 1 ପର୍ବ। ମାଥ୍ୟୁ ପୁସ୍ତକ 1 ପର୍ବରୁ 25 ପର୍ବ ପର୍ଯ୍ୟନ୍ତ ଅଛି। ମାଥ୍ୟୁ ପୁସ୍ତକ 1 ପର୍ବ 25 ପର୍ବ ପର୍ଯ୍ୟନ୍ତ ଅଛି। ଚାଲନ୍ତୁ ମାନେ ପଢିବା। ଅବ୍ରାହମଙ୍କ ସନ୍ତାନ ଓ ଦାଉଦ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହମ ଇସାକକୁ ଜନ୍ମ ଦେଲେ, ଇସାକ ଯାକୋବକୁ ଜନ୍ମ ଦେଲେ, ଯାକୋବ ଜିହୁଦା ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ଜିହୁଦା ତାମରଙ୍କ ଗର୍ଭରୁ ଫେରସ ଓ ସେରହଙ୍କ ଜନ୍ମ ଦେଲେ। ଫେରସ ହିସ୍ରଣକୁ ଜନ୍ମ ଦେଲେ, ହିସ୍ରଣ ଆରମଙ୍କୁ ଜନ୍ମ ଦେଲେ, ଆରମ ଅମିନାଦବଙ୍କୁ ଜନ୍ମ ଦେଲେ, ଅମିନାଦବ ନହଶୀନଙ୍କୁ ଜନ୍ମ ଦେଲେ, ନହଶନ ସଲମନଙ୍କୁ ଜନ୍ମ ଦେଲେ, ସଲମନ ରାବଣଙ୍କ ଗର୍ଭରୁ ବୟାଜଙ୍କୁ ଜନ୍ମ ଦେଲେ, ବୟାଜ ରୁତଙ୍କ ଗର୍ଭରୁ ଓ ଅବେଦଙ୍କୁ ଜନ୍ମ ଦେଲେ, ଅବେଦ ଜିସାୟକୁ ଜନ୍ମ ଦେଲେ, ଜିସୟ ଦାଉଦ ରାଜାଙ୍କୁ ଜନ୍ମ ଦେଲେ, ଦାଉଦ ଉରିୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ସଲମନଙ୍କୁ ଜନ୍ମ ଦେଲେ, ସଲମନ ରିହବିୟାମକୁ ଜନ୍ମ ଦେଲେ, ରିହବିୟାମ ଅବିୟଙ୍କୁ ଜନ୍ମ ଦେଲେ, ଅବିୟ ଆଶାଙ୍କୁ ଜନ୍ମ ଦେଲେ, ଆଶା ଜିହୋଶାପଟଙ୍କୁ ଜନ୍ମ ଦେଲେ, ଜିହୋଶାପଟ ଜୋରାମଙ୍କୁ ଜନ୍ମ ଦେଲେ, ଜୋରାମ ଉଜ୍ଜିୟଙ୍କୁ ଜନ୍ମ ଦେଲେ, ଉଜ୍ଜିୟ ଜଥମଙ୍କୁ ଜନ୍ମ ଦେଲେ, ଜଥମ ହାସଙ୍କୁ ଜନ୍ମ ଦେଲେ, ଆହସ ହିଜକିୟଙ୍କୁ ଜନ୍ମ ଦେଲେ, ହିଜକିୟ ମନସୀଙ୍କୁ ଜନ୍ମ ଦେଲେ, ମନସୀ ଆମନଙ୍କୁ ଜନ୍ମ ଦେଲେ, ଆମନ ଯୋଶୀୟଙ୍କୁ ଜନ୍ମ ଦେଲେ। ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଜିକନିୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ବାବିଲୋନକୁ ନିର୍ବାସିତ ହେବା ପରେ ଜିକନିୟ ସଲଟିଏଲଙ୍କୁ ଜନ୍ମ ଦେଲେ, ସଲଟିଏଲ ଜିରୁବାବିଲଙ୍କୁ ଜନ୍ମ ଦେଲେ, ଜିରୁବାବିଲ ଅବିହୁଦୟଙ୍କୁ ଜନ୍ମ ଦେଲେ, ଅବିହୁଦୟ ଏଲିଆକିମଙ୍କୁ ଜନ୍ମ ଦେଲେ, ଏଲିଆକିମ ଆସରଙ୍କୁ ଜନ୍ମ ଦେଲେ, ଆସର ସଦକଙ୍କୁ ଜନ୍ମ ଦେଲେ, ସଦକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ, ଏଲିହୁଦ ଇଲିଆଜରଙ୍କୁ ଜନ୍ମ ଦେଲେ, ଇଲିହ୍ୟାଜର ମାଥାନଙ୍କୁ ଜନ୍ମ ଦେଲେ, ମାଥାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମିରିୟମଙ୍କୁ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହି ପ୍ରକାରେ ସର୍ବସୁଦ୍ଧା ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ 14 ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସିତ ପର୍ଯ୍ୟନ୍ତ 14 ପୁରୁଷ, ପୁଣି ବାବିଲୋନ ନିର୍ବାସନ ଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 14 ପୁରୁଷ। ଆପଣ ମାନେ ଦେଖିଥିବେ ବହୁତ ସମୟରେ, ଆଉ ଯିଏ ବି ଗୋଟେ ମାନେ ତ 14 ପୁରୁଷ ଏଭଳିଆ ଶୁଣିଥିବେ ଆପଣ ମାନେ। ଏଇଟା ଦେଖନ୍ତୁ, ଏଇଟା ବାଇବଲରୁ, ଏଇଟା ୱାର୍ଡଟା ଆକ୍ଚୁଆଲିରେ ଏଇଟା ଖରାପ ୱାର୍ଡ ନୁହଁ, ଏହା ହଉଛି ବହୁତ ଉତ୍ତମ ୱାର୍ଡ। କାହିଁକି ନା ଏଇଟା 14 ପୁରୁଷ ଯିଏକି ଆମ ପିଢି ଯୋଉ ପୂର୍ବରୁ ଆମର ସିଏ ହେଇଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। ତାହାଙ୍କ ମାତା ମରିୟମଙ୍କ ଯୋସେଫଙ୍କ ସହିତ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ
ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ, ପ୍ରଭୁଙ୍କ ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କ ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ମାଓବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଭକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକମାନେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର। ଏଥିରେ ଯୋସେଫ ନିଦ୍ରାରୁ ଉଠି ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ। ଶେଷ ପଦ। କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆମର ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତ ଆଉ ଆପଣମାନେ ସମସ୍ତେ ତ ଜାଣିଥିବେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଆମ ପାପରୁ ଉଦ୍ଧାର କରିବା ନିମନ୍ତେ ଆଉ ମଣିଷ ରୂପରେ ଜନ୍ମ ନେଲେ ଧରା ପୃଷ୍ଠରେ। ପ୍ରଭୁ ଯୀଶୁ ଆଉ ଅଲଗା ବିଷୟ ପାଇଁ ମଧ୍ୟ ଧରା ପୃଷ୍ଠକୁ ଆସିଥିଲେ, କେବଳ ଆମକୁ ପାପରୁ ମୁକ୍ତ କରିବା ପାଇଁ ତ ଆସିଥିଲେ, କିନ୍ତୁ ଅନ୍ୟ ବିଷୟ ବି ତା ସହିତ ସଫଳ ହେଇଅଛି, ଯୋଉଟା କି ଆଗକୁ ଆମେ ମାନେ ପଢିବା ଆଉ ଜାଣିବା। ତ ଆସନ୍ତୁ ଆମେ ମାନେ ଗୋଟେ ଗୀତ ମାନେ ଅଳ୍ପ ସର୍ଟ ଗୀତ ଗାଇ ପ୍ରଭୁଙ୍କୁ ଆରାଧନା କରିବା, ଆଉ ଯାହାର ନାଁ ହଉଛି ପ୍ରେମ ଅଟେ ସର୍ବଶ୍ରେଷ୍ଠ। ଆସନ୍ତୁ ଆମେ ଗୋଟେ ସୁନ୍ଦର ଛୋଟ ଗୀତ ଗାଇକି ପ୍ରଭୁଙ୍କୁ ଆରାଧନା କରିବା, ଯାହାର ନାଁ ହଉଛି ତୁମ ପ୍ରେମ ଅଟେ ସର୍ବଶ୍ରେଷ୍ଠ। तुम प्रेम अटे सर्वश्रेष्ठ, तुम अनुग्रह यथेष्ट। तुम प्रेम अटे सर्वश्रेष्ठ, तुम अनुग्रह यथेष्ट। करुणा कर हे दयार सागर, तुम नाम अटे सबुर सार। करुणा कर हे दयार सागर, तुम नाम अटे सबुर सार। हालेलुया, ओ सना, हालेलुया, ओ सना। तुम प्रेम अटे सर्वश्रेष्ठ। ଆଶା କରେ ଆଜିର ବାକ୍ୟ ଆଉ ଏ ଗୀତ ଆପଣ ମାନଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚୟ କରିଦେବେ। ଆଉ ଏପରି ମୁଁ ଆଉ ଆପଣମାନେ ଯଦି ଆଉ ବାକ୍ୟ ପଢିବା ପାଇଁ ଇଚ୍ଛୁକ ଅଛନ୍ତି, ତାହେଲେ ମୋ ସହିତ ବାକ୍ୟ ପଢିପାରିବେ ବା ଶୁଣିପାରିବେ। ରହିଲି ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆଉ ନମସ୍କାର।